ଭକ୍ତିର ବିଶ୍ୱାସର ଭାଷା। ଶ୍ରୀ ଜଗନ୍ନାଥଙ୍କୁ ନେଇ ସେମିତି ଆମ ସଭିଙ୍କର ଅସର ଅନୁଭବ। ସାହିତ୍ୟ ପତ୍ରିକା ଲିପିକାର 2ୟ ପୃଷ୍ଠାରେ ଆପଣମାନଙ୍କ ପାଇଁ ରହିଛି ଗାଳ୍ପିକା ଶକ୍ତିପ୍ରଭା ମିଶ୍ରଙ୍କର ସେହିଭଳି କିଛି ଅନୁଭୂତି ସମ୍ବଳିତ ଗପଟିଏ। ତେବେ ଗାଳ୍ପିକାଙ୍କ ଗପ ତ ଶୁଣିବା, ହେଲେ ଆସନ୍ତୁ ତା ପୂର୍ବରୁ ଶ୍ରୀ ଜଗନ୍ନାଥଙ୍କ ଚେତନା କେମିତି ତାଙ୍କ ସୃଜନକୁ ପ୍ରଭାବିତ କରିଛି ସେ ବିଷୟରେ 2 ପଦ ଶୁଣିବା। ମୁଁ ହଉଛି ପୁରୀ ଝିଅ, ଜନ୍ମ ମୋର ସେଇଠି। ଆଉ ପିଲାଟି ଦିନରୁ ମନ ହେଲା ମାନେ ଆମେ ଜଗନ୍ନାଥ ମନ୍ଦିରକୁ ଗଲୁ। ଆମକୁ ଯେମିତି ଲାଗେ ଆମର ସିଏ ହଉଛନ୍ତି ମାନେ ଠାକୁର କଣ ଆମ ଘର ଲୋକ, ଆମ ନିଜ ଲୋକ। ଯୋଉଠିକି ବି ମୁଁ ଯାଏ, ଯୋଉଠି ବି ମୁଁ ରୁହେ, ଯେତେବେଳେ ବି ମୁଁ ଠାକୁରଙ୍କ କଥା ଭାବିଲେ ମାନେ ମତେ ସେଇ ବଡ ବଡ ଆଖି, ସେଇ ଚକା ଆଖି, ସେଇ ଚକା ନୟନ, ସେଇ କାଳିଆ, ସେଇ ଶ୍ରୀମୁଖ ଦେଖାଯାଏ। ଚେତନା କଥା ବା ତାଙ୍କର ବିଷୟରେ ଯୋଉ ଅନେକ କିଛି ସାହିତ୍ୟରେ ଆମେ ପଢୁଛୁ ବା ଜାଣୁଛୁ, ଏସବୁ ତ ଜ୍ଞାନର କଥା। ମୁଁ କହୁଛି ଭାବର କଥା। ମୋ ସହିତ ସିଏ ଏମିତି ଭାବରେ ଯୋଡି ହେଇକି ରହିଛନ୍ତି ଯେ ଯେତେବେଳେ ବାହାଘର ମୋର ହେଲା, ମୁଁ ଯେତେବେଳେ ଗଲି ବ୍ରହ୍ମପୁର, ସେତେବେଳେ ମତେ ମନ ଦୁଃଖ ହେଲା ଯେ ମୁଁ ପୁରୀ ଛାଡିକିରି କାହିଁକି ଗଲି, ମତେ ଜଗନ୍ନାଥ କାହିଁକି ଦୂରକୁ ପଠେଇଦେଲେ। ଏମିତି କିଛି ଭାବ, ଏମିତି କିଛି ଆପଣାପଣ ତାଙ୍କ ସହିତ ଏତେ ମାତ୍ରାରେ ଯୋଡି ହେଇଛି ଯେ ସେଇ ଜିନିଷ ବର୍ତ୍ତମାନ ସାହିତ୍ୟ ଭାବରେ ବାହାରୁଛି। ଆମେ ଯେତେବେଳେ ସାହିତ୍ୟ ଭିତରେ ଲେଖାଲେଖି କରୁଛୁ, ଜଗନ୍ନାଥଙ୍କ ଉପରେ ମୁଁ ପ୍ରାୟ 100 ପାଖାପାଖି କବିତା ଲେଖିଛି, ମାନେ ଜଣାଣ ଲେଖିଛି। ଯଦିଓ ବହି ଭାବରେ ସେଟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି, କିନ୍ତୁ ଲେଖିଛି। ଆଉ ଗୋଟିଏ କଥା ବି କହିବି ଯେ ତାଙ୍କର ଯୋଉ ଭଜନ, ଭିକାରୀ ବଳ ଯୋଉ ଭଜନ ଗୁଡିକ ଗାଆନ୍ତି, କାରଣ ଆମ ସମୟରେ ଆମେ ଦେଖିଛୁ, ମୁଁ ସ୍କୁଲରେ ପାଠ ପଢିଲା ବେଳେ ଭିକାରୀ ବଳ ସେତେବେଳେ ଭଜନ ସବୁ ଗାଆନ୍ତି, ସେ ମୋର ଭାରି ପ୍ରିୟ। ତେଣୁ ଜଗନ୍ନାଥଙ୍କର ଗୋଟେ ଜଣାଣ ଯଦି ମୁଁ ଶୁଣିଲି ମାନେ ତାକୁ ହିଁ ମୁଁ ଗୁଣଗୁଣୁ ଥାଏ ଅନେକ ଦିନ ପର୍ଯ୍ୟନ୍ତ। ଜଗନ୍ନାଥ ମନରେ ଅଛନ୍ତି, ଭିତରେ ହିଁ ଅଛନ୍ତି। ତେଣୁ ଯେତେବେଳେ ମୁଁ ଲେଖିବାକୁ ବସେ, ସେତେବେଳେ ମୋ ସୃଜନ ଭିତରେ ନିଶ୍ଚିତ ଭାବରେ ଜଗନ୍ନାଥ ଆସିଯାଆନ୍ତି। ତେଣୁ ତାଙ୍କୁ ହିଁ ନେଇକରି ହିଁ ସବୁ କିଛି ଚାଲିଛି। ମତେ ଲାଗେ ତାଙ୍କର ଆଶୀର୍ବାଦରେ ହିଁ ସବୁ କିଛି ହିଁ ଘଟୁଛି। ମହାପ୍ରସାଦ। ଶାନ୍ତା ଆଉ ସୌରଭ ହାଇଦ୍ରାବାଦ ଆସିବାର ପ୍ରାୟ 6 ମାସ ହୋଇଯାଇଥାଏ। ଶାନ୍ତା ପୁରୀ ଝିଅ। ପିଲାଟି ଦିନରୁ ବଡ ଦେଉଳକୁ ଯାଇ 3 ଠାକୁରଙ୍କୁ ଦର୍ଶନ କରିବା, ମନ୍ଦିର ବେଢା ପରିଭ୍ରମଣ କରିବା ଆଉ ଅଭଢା ଖାଇବା ତାର ପ୍ରିୟ। ଆଜି ବି ପିଲାଦିନ କଥା ମନେ ପଡିଗଲେ ସେ ଛୋଟ ଛୁଆଟିଏ ପାଲଟିଯାଏ। ମନେ ପଡିଯାଏ ଆନନ୍ଦ ବଜାରର ସିମେଣ୍ଟ ଉପରେ ବସି ସବୁଜ କଦଳୀପତ୍ର ଉପରେ ଗରମ ଗରମ ଅନ୍ନ, ମିଠା ଡାଲି, ଶାଗ, ମହୁର ବେସର ଆଉ ତା ସହିତ କଟା ଲେମ୍ବୁ, ଲୁଣ, କଞ୍ଚାଲଙ୍କା ମନ୍ଥି ପେଟ ଭରି ମହାପ୍ରସାଦ ଖାଇବାର ସେ ମହାର୍ଘ ମୁହୂର୍ତ୍ତ ସବୁ। ଏସବୁ କଥା ମନେ ପଡିଗଲେ ଶାନ୍ତାର ଦେହ ମନ ରୋମାଞ୍ଚିତ ହୋଇଉଠେ। ମନ ଭିତରେ ନାଚି ଉଠେ ସେଇ କଳାଶ୍ରୀ ମୁଖ। ଭାବର ଠାକୁର ଲୀଳାମୟ ଜଗନ୍ନାଥ ଭକ୍ତଠାରେ କେତେ ଯେ ଭାବ ଲଗାଇଥାଏ ତାହା ତାକୁ ହିଁ ଜଣା। ଭାରତର 4 ଧାମରୁ ଗୋଟିଏ ଧାମ ପୁରୀରେ ବସିଥିବା ଜଗନ୍ନାଥ ହେଉଛନ୍ତି ଜଗତର ନାଥ। ବଡ ବଡ ଆଖି ଧରି ସେ ଯେଉଁ ମନ୍ଦିରରେ ବସିଛନ୍ତି ତାର ନାଁ ବଡ ଦେଉଳ। ଆଷାଢ ମାସର ଶୁକ୍ଳ ଦ୍ୱିତୀୟାରେ ନନ୍ଦିଘୋଷ ରଥ ଉପରେ ବିରାଜମାନ ହୋଇ ଭାଇ ଭଉଣୀଙ୍କ ସହିତ ସେ ଯେଉଁ ଦାଣ୍ଡ ଉପରେ ଜନ୍ମବେଦକୁ ଯାଇଥାନ୍ତି, ସେ ଦାଣ୍ଡର ନାଁ ବଡ ଦାଣ୍ଡ, ଆଉ ତାଙ୍କ ପ୍ରସାଦର ନାଁ ମହାପ୍ରସାଦ। 6 ମାସ ହେଲାଣି ସେଇ ଠାକୁରଙ୍କୁ ଟିକିଏ ଦେଖିପାରୁନି ଭାବି ମନ ଦୁଃଖ କରି ବସିଥିବା ବେଳେ ଦିନେ ଅଫିସରୁ ଫେରି ସୌରଭ କହିଲେ, ଶାନ୍ତା, ଏଠି ହାଇଦ୍ରାବାଦରେ ଗୋଟିଏ ଜଗନ୍ନାଥ ମନ୍ଦିର ଅଛି। ଆସନ୍ତାକାଲି ଶନିବାର, ଅଫିସ ଛୁଟି। କାଲି ସେଠିକୁ ଯାଇ ବୁଲି ଆସିବା। ସେଠି ତୁମେ ବହୁତ ଓଡିଆ ଲୋକଙ୍କୁ ଭେଟିବ। ଶାନ୍ତାର ଖୁସି ଆଉ କହିଲେ ନ ସରେ। ହାଇଦ୍ରାବାଦ ଆସିବା ଆଗରୁ ସୌରଭଙ୍କ ପାଖରୁ ସେ ଶୁଣିଥିଲା ଏଇ କ୍ୟାମ୍ପସରେ କେହି ଓଡିଆ ଲୋକ ନଥିବା କଥା। ଭାବିଥିଲା ମଣିଷଟିଏକୁ ମଣିଷଟିଏର ସାଥ ଦରକାର। ନିଜ ଜାଗା ନିଜ ଭାଷାର ଲୋକ ମିଳିଲେ କଣ ଜୀବନ ଆଗକୁ ବଢିବ? କିନ୍ତୁ ଏଠି ଆସି ରହିବା ପରେ ସେ ନିଜ ଲୋକଙ୍କର ଅଭାବ ଅନୁଭବ କଲା। ପଡୋଶୀ ମାନଙ୍କ ସହିତ ସେ ମନଖୋଲା କଥାବାର୍ତ୍ତା କରିପାରୁନଥିଲା, କାରଣ ଏଠି ଅଧିକାଂଶ ଲୋକ ତେଲୁଗୁ, ତାମିଲ, କେରଳୀ ଆଉ କନ୍ନଡ ଭାଷାର ଥିଲେ, ଯେଉଁମାନେ ହିନ୍ଦୀ ବି ବୁଝୁନଥିଲେ। ଓଡିଆ ଲୋକଟିଏ ସହିତ ମିଶି ତା ସହିତ ଓଡିଆରେ କଥା ଟିକିଏ ହେବା ପାଇଁ ଶାନ୍ତାର ମନ ବିକଳ ହେଉଥିବା ବେଳେ ଜଗନ୍ନାଥ ମନ୍ଦିର ଯିବା କଥା ଶୁଣି ସେ ଖୁସିରେ ନାଚି ଉଠିଲା। ସଂଯୋଗକୁ ପରଦିନ ଏକା ସାଥିରେ ପଣା ସଂକ୍ରାନ୍ତି, ଓଡିଆ ନବବର୍ଷ ଆଉ ମହାବୀର ଜୟନ୍ତୀ ପଡୁଥିବାରୁ ଅନେକ ଓଡିଆ ଭକ୍ତ ସେଦିନ ମନ୍ଦିରରେ ଠୁଳ ହୋଇଥିଲେ। କିଛି ଲୋକଙ୍କ ସହିତ ଶାନ୍ତା କଥାବାର୍ତ୍ତା କଲା।
ମନ୍ଦିରର ପୂଜା ପଣ୍ଡାଙ୍କ ସହିତ ଓଡ଼ିଆରେ କଥା ହେଉଥିବା ବେଳେ ଶାନ୍ତାକୁ ମନେ ହୋଇଥିଲା ସେ ଏବେ ଓଡ଼ିଶାରେ ଅଛି। ମନ୍ଦିରରେ ପଣା ପିଇ ଛତୁଆ ଖାଇ ଫେରିବା ବେଳେ ଶାନ୍ତା କିଛି ଶୁଖିଲା ଭୋଗ କିଣି ଆଣିଲା ଘର ପାଇଁ। ଘର ପାଖରେ ଗାଡ଼ିରୁ ଓହ୍ଲେଇଲା ବେଳେ ଭେଟ ହୋଇଗଲା ମିସେସ୍ ଭେଙ୍କଟରମଣାଙ୍କ ସହିତ। ଶାନ୍ତାକୁ ଦେଖି ସେ କହିଲେ, ଟୁଡେ ଇଜ୍ ୟୋର ନ୍ୟୁ ଇୟର? ଶାନ୍ତା ଆଶ୍ଚର୍ଯ୍ୟ ହୋଇ କହିଲା, ଆପଣ କେମିତି ଜାଣିଲେ ମ୍ୟାମ୍? ସେ ହସି ହସି କହିଲେ, ଆଇ ହ୍ୟାଡ୍ ୱାନ୍ ଓରିଆ ଫ୍ରେଣ୍ଡ। ଫ୍ରମ୍ ହର୍ ଆଇ ନୋ ଏବାଉଟ୍ ପୁରୀ, ଜଗନ୍ନାଥ ଆଣ୍ଡ ମହାପ୍ରସାଦ। ଶାନ୍ତା ଖୁସି ହେଇ କହିଲା, ମୋ ଘର ହେଉଛି ପୁରୀ। ଓଃ, ଦେନ୍ ୟୁ ଆର୍ ଭେରି ଲକି। ଇଫ୍ ୟୁ ଡୋଣ୍ଟ ମାଇଣ୍ଡ, କହି ରହିଗଲେ ମ୍ୟାଡାମ। ଶାନ୍ତା କହିଲା, କୁହନ୍ତୁ ନା ମ୍ୟାଡାମ। ସେ ଟିକିଏ ସହଜ ହୋଇ କହିଲେ, ଇଜ୍ ଇଟ୍ ପସିବଲ୍ ଫର୍ ୟୁ ଟୁ ବ୍ରିଙ୍ଗ ସମ୍ ମହାପ୍ରସାଦ ଫର୍ ମି? ଶାନ୍ତା ହସି ଦେଇ କହିଲା, ନିଶ୍ଚୟ ମ୍ୟାମ୍। ସୌରଭ ବି ଚାହୁଁଥିଲେ ମହାପ୍ରସାଦ କିଛି ଆଣି ତାଙ୍କ ଅଫିସରେ ବାଣ୍ଟିବେ। ମୁଁ ତାଙ୍କୁ କହିଦେବି ସେ ମିଷ୍ଟର ଭେଙ୍କଟରମଣାଙ୍କୁ ଟିକେ ଅଧିକ ମହାପ୍ରସାଦ ଦେବେ। ହାଇଦ୍ରାବାଦର ଜଗନ୍ନାଥ ମନ୍ଦିର ବୁଲିଲା ବେଳେ ଶାନ୍ତା ମନରେ ଯେଉଁ ଖୁସି ଥିଲା ଅଚାନକ ତାହା ପାଣି ଫୋଟକା ଭଳି ଉଭେଇଗଲା। ଛୋଟ ଛୁଆଟିଏ ପରି ମୁହଁ ଶୁଖାଇ ଶାନ୍ତା କହିଲା, ସୌରଭ ଚାଲ ଭୁବନେଶ୍ୱର ଯିବା। ପୁରୀ ଯାଇ ଜଗନ୍ନାଥଙ୍କୁ ଦେଖିବା ଆଉ ମହାପ୍ରସାଦ ଖାଇବାକୁ ମୋର ଭାରି ଇଚ୍ଛା ହେଉଛି। ସୌରଭ କହିଲେ, ଜଗନ୍ନାଥଙ୍କୁ ପରା ଦେଖିଲ? ଶାନ୍ତା ଉତ୍ତର ଦେଲା, ହଁ ଯେ ମୋତେ ପୁରୀରେ ଜଗନ୍ନାଥଙ୍କୁ ଦେଖିବାକୁ ଇଚ୍ଛା ହେଉଛି। ଭାବର ଠାକୁର ଜଗନ୍ନାଥ, ତାଙ୍କଠାରେ ଯିଏ ଥରେ ଭାବ ଲଗେଇ ଦିଏ ସେ ତାକୁ ଯୋଜନ ଯୋଜନ ଦୂରରୁ ଟାଣି ଆଣନ୍ତି ନିଜ ପାଖକୁ। ଶାନ୍ତା ମନର ଏହି ଇଚ୍ଛାକୁ ପୂରଣ କରିବାକୁ ବୋଧହୁଏ ଜଗନ୍ନାଥ ଚାହିଁଲେ କି କଣ, 2 ଦିନ ପରେ ଅଚାନକ ଅଫିସ କାମରେ ସୌରଭଙ୍କୁ ଭୁବନେଶ୍ୱର ଯିବାକୁ ପଡ଼ିଲା। ଖବରଟି ଶୁଣିବା କ୍ଷଣି ଶାନ୍ତା 2 ଗୋଡ଼ ଟେକି ନାଚି ଉଠିଲା। ହାତ ଯୋଡ଼ି ପ୍ରଭୁଙ୍କୁ କହିଲା, କାଳିଆରେ, କେତେ ଦିନ ପରେ ମୁଁ ତୋତେ ଦେଖିବାକୁ ଯାଉଛି। ମୋତେ ଟିକେ ମନ ପୁରାଇ ଦର୍ଶନ ଦେବୁ। ଏଥର ଶାନ୍ତାର ମନ ଭାରି ଖୁସି ଥିଲା। ଅଚାନକ ମନ୍ଦିର ପ୍ରାଙ୍ଗଣରେ ବି ତାର ଦେଖା ହୋଇଗଲା ତା ପିଲା ବେଳର ସାଙ୍ଗ ଜଗତା ସହିତ। ପତଳା ହୋଇ ଏଡ଼ିକି ଟିକିଏ ପିଲା ଥିଲା ସିଏ। ଏବେ ମୃଦଙ୍ଗ ଭଳି ପେଟ କାଢ଼ି ସାମ୍ନାକୁ ଆସି ତାକୁ ପଚାରିଥିଲା, ମୋତେ ଚିହ୍ନି ପାରୁଛୁ? କହିଲୁ ମୁଁ କିଏ? ଭାଗ୍ୟ ଭଲ ଶାନ୍ତାର ସୁଆର ସେବକ ଗୋଷ୍ଠୀରୁ ଆଉ କେହି ଚିହ୍ନା ଜଣା ସାଙ୍ଗ ନଥିଲେ। ଜଗତା ହିଁ ଗୋଟିଏ ପିଲା ଥିଲା ଯିଏ ଖୁବ୍ ପରୋପକାରୀ ଆଉ ସ୍ନେହୀ। ଶାନ୍ତା କହିଲା, ହଇରେ ଜଗତା, କେତେ ବର୍ଷ ପରେ ତୋତେ ଦେଖୁଛି ରେ। ତୁ ଚିହ୍ନା ଦେଇଦେଲୁ, ଭଲ କଲୁ। ମୁଁ ତ ଜମା ଚିହ୍ନି ପାରିନଥାନ୍ତି ତୋତେ। ଜଗତା କହିଲା, ତୁମ 2 ଭଉଣୀଙ୍କ ମୁହଁର କାଟ ଏକା ଭଳି ହୋଇନଥିଲେ ମୁଁ ବି ତତେ କୋଉ ଚିହ୍ନି ପାରିଥାନ୍ତି ଯେ। ତୋ ଭଉଣୀ ତ ମୋ ହାତରେ ମନ୍ଦିରର ସବୁ କାମ କରାଏ। ତାଠାରୁ ଶୁଣିଥିଲି ତୋ କଥା। ଦୁହେଁ କିଛି ସମୟ ଏମିତି କଥାବାର୍ତ୍ତା କରିବା ପରେ ଜଗତା କହିଲା, ଚାଲେ ଆଜି ତୋତେ ରତ୍ନ ସିଂହାସନ ପାଖକୁ ନେଇ କାଳିଆର ଆଜ୍ଞାମାଳ ଆଣିଦେବି। ଜଗତା ପାଇଁ ସେଦିନ ମନ୍ଦିରରେ 3 ବିଗ୍ରହଙ୍କର ଦର୍ଶନ ଖୁବ୍ ସୁନ୍ଦର ଭାବରେ ହେଲା। ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରି ମନ ଆଉ ଆତ୍ମା ଶାନ୍ତି ହୋଇଗଲା ଶାନ୍ତାର। ଜଗତାକୁ ସେ କହିଲା, ହାଇଦ୍ରାବାଦ ନେବା ପାଇଁ କିଛି ଶୁଖିଲା ଭୋଗ ଆଣିଥାନ୍ତି। ତା ପାଟିରୁ କଥା ଛଡେଇ ନେଇ ଜଗତା କହିଲା, ତୁ କେତେ ଦିନ ରହୁଛୁ ଏଠି? କହିବୁ ଯଦି ତୋ ପାଇଁ ମୁଁ ଭଲ ଘିଅରେ ଖଜା ତିଆରି କରି ତାକୁ ଭୋଗ କରି ଆଣିବି। ଭଲ ଖଜା କଥା ଶୁଣି ଶାନ୍ତାର ଖୁବ୍ ଲୋଭ ହେଲା। କାରଣ ସେ ଜାଣିଥିଲା ବରାଦ ଦିଆ ଖଜାର ସ୍ୱାଦ ନିଆରା। ପର୍ସରୁ 500 ଟଙ୍କିଆ ନୋଟ୍ 2ଟି ବାହାର କରି ତାକୁ ଜଗତା ହାତକୁ ବଢାଇ ଦେଇ କହିଲା, ହଉ ରଖ ପଇସା, କିନ୍ତୁ ମୋ ଘର ପୂଜା ପାଇଁ କିଛି ଅମୁଣିଆ ଖଜା ବି ବାନ୍ଧି ରଖିବୁ। କାନ୍ତାକୁ ଦେଇଦେଲେ ସେ ତା ପୁଅ ହାତରେ ମୋ ପାଖରେ ପହଞ୍ଚେଇ ଦେବ। ଜଗତା ଦେଇଥିବା ଭୋଗକୁ କାନ୍ତା ଭୁବନେଶ୍ୱର ପଠାଇଦେଲା। ଏବେ ଫେରିବାର ନିର୍ଦ୍ଦିଷ୍ଟ ଦିନ ଆସି ପହଞ୍ଚିଗଲା। ସେଦିନ ସକାଳ 6:55 ଥିଲା ସୌରଭ ଆଉ ଶାନ୍ତାଙ୍କର ଫ୍ଲାଇଟ୍। ଜିନିଷପତ୍ର ପ୍ୟାକିଂ କରି ଦୁହେଁ 2 ଘଣ୍ଟା ଆଗରୁ ବାହାରି ପଡ଼ିଲେ ଏୟାରପୋର୍ଟ। ଫ୍ଲାଇଟ୍ରେ ସୌରଭକୁ କହିଥିଲା ଶାନ୍ତା, ଏଥର ତୁମ ଅଫିସରେ ପ୍ରସାଦ ବାଣ୍ଟି ଦେବ। ଜଗତା ବଢିଆ ଖଜା ଦେଇଛି। ହଁ, ମନେ ପକେଇ ମିଷ୍ଟର ଭେଙ୍କଟରମଣାଙ୍କୁ ଟିକେ ଅଧିକ ଦେବ। ମ୍ୟାଡାମ ମୋତେ କହିଥିଲେ ତାଙ୍କ ପାଇଁ ମହାପ୍ରସାଦ ଆଣିଦେବାକୁ। ସେଠି ବି ସମସ୍ତେ ଜାଣନ୍ତୁ ଆମ ଜଗନ୍ନାଥଙ୍କ ବିଷୟରେ। 60 ପଉଟି ଭୋଗ ଖାଉଥିବା ଆମ ଠାକୁର ଏମିତି ସେମିତି ଦିଅ ନୁହନ୍ତି ମ। ସାରା ଜଗତର ନାଥ ଜଗନ୍ନାଥ ସିଏ। 2 ଘଣ୍ଟା ଭିତରେ ସୌରଭ ଆଉ ଶାନ୍ତା ତାଙ୍କ ହାଇଦ୍ରାବାଦ କ୍ୱାର୍ଟର ଘରେ ପହଞ୍ଚିଗଲେ। ଘରେ ପହଞ୍ଚିବା ପରେ ସୌରଭ ଜଲ୍ଦି ଜଲ୍ଦି ଅଫିସ ବାହାରୁଥିବା ବେଳେ ଶାନ୍ତା ସବୁଠାରୁ ବଡ଼ ଭୋଗ ପୁଡ଼ିଆଟିକୁ ସ୍ୱାମୀଙ୍କ ହାତକୁ ବଢାଇଦେଲା। ସୌରଭ କହିଲେ, କାହିଁକି ଏତେ ଦେଉଛ? କିଛି ଘର ପାଇଁ ବି ରଖ। ଶାନ୍ତା ହସି ଦେଇ କହିଲା, ଘରେ ପୂଜା କରିବି ବୋଲି ଆହୁରି ଗୋଟେ ପୁଡ଼ିଆ ରଖିଛି ମ।
ଅଫିସରେ ତୁମର ଏତେ ଲୋକ ଅଛନ୍ତି, ବାଣ୍ଟିଲେ ଜଣ ଜଣଙ୍କ ଭାଗରେ ଏମିତି କେତେ ପଡିବ କି? ହଉ ଦିଅ କହି ଭୋଗ ଡାଲାଟିକୁ ଗାଡିରେ ଥୋଇ ସୌରଭ ଅଫିସ ପଳେଇଲେ। ସନ୍ଧ୍ୟାରେ ଘରକୁ ଫେରିବା ବେଳେ ଶାନ୍ତା ପଚାରିଲା, ଭୋଗ ବାଣ୍ଟିଲ? ସୌରଭ କହିଲେ, ସାର୍ ଆଜି ଛୁଟିରେ ଥିଲେ। କେତେଥର ସେ କହିଛନ୍ତି ପୁରୀରୁ ମହାପ୍ରସାଦ ଆଣିବାକୁ। ଆଜି ସେ ନଥିବା ବେଳେ ବାଣ୍ଟିବା ଠିକ୍ ମନେକଲିନି ମୁଁ। ଭାଗ୍ୟ ଭଲ ତଳୁ ସୁବାରାଓ ମୋତେ ଆଗୁଆ କହିଦେଲା। ଶୁଖିଲା ଭୋଗ ତ ଖରାପ ହେବନି, ଆସନ୍ତାକାଲି ନିଶ୍ଚୟ ଦେଇଦେବି। ପରଦିନ ସୌରଭ ତାଙ୍କର ହେଡ୍ ଅଫିସରୁ ଏମ୍ଡି ଆସୁଛନ୍ତି, ଆଉ ତା ପରଦିନ ଅଫିସ କାମରେ ତାଙ୍କୁ କିଛିଦିନ ବାହାରକୁ ଯିବାକୁ ପଡୁଛି କହିବାରୁ ଭୋଗ ସେମିତି ଘରେ ରହିଗଲା। ଏପଟେ ଶାନ୍ତାର ଘର ପୂଜା ପାଇଁ ଭୋଗ ଦରକାର ପଡିବାରୁ ସେ ଭୋଗ ନ ହୋଇଥିବା ଖଜା ପୁଡ଼ିଆକୁ ଖୋଲିବାକୁ ଯିବାବେଳେ କାନ୍ତାର ଫୋନ୍ ଆସି ପହଞ୍ଚିଲା। କାନ୍ତା ପଚାରିଲା, ନାନୀ ଭୋଗ ଠିକ୍ ଥିଲା ତ? ଶାନ୍ତା କହିଲା, ତୋ ଭିଣୋଇଙ୍କ ଅଫିସରେ ତ ନିଇତି ଗୋଟେ ଗୋଟେ ଅସୁବିଧା ଚାଲିଛି ଯେ ସେ ଭୋଗକୁ ସେମିତି ଘରେ ଥୋଇଛନ୍ତି। ମୁଁ ଆଜି ଆର ପୁଡ଼ିଆଟି ଖୋଲୁଛି ଘର ପୂଜା ପାଇଁ। କାନ୍ତା କହିଲା, କାର୍ଯ୍ୟ ବ୍ୟସ୍ତତା ଭିତରେ ମୁଁ ତୋତେ କହିବାକୁ ପୁରା ଭୁଲି ଯାଇଛି ଲୋ। ବଡ଼ ଭୋଗେଇଟା ଅମୁଣିଆ ଖଜା, ଆଉ ତାଠୁ ଟିକିଏ ଯୋଉଟା ଛୋଟ ସେଇଟା ମହାପ୍ରସାଦ। ଶାନ୍ତା ଟିକେ ବିରକ୍ତ ହୋଇ କହିଲା, ଏ କଥା ତୁ ମୋତେ ଆଗରୁ କହିବୁନି? ତୁ ଫୋନ୍ କରିବାକୁ ଆଉ ଅଳ୍ପ ସମୟ ଡେରି କରିଦେଇଥିଲେ ମୁଁ ତ ମହାପ୍ରସାଦକୁ ଘର ଠାକୁରଙ୍କୁ ପୂଜା କରିଦେଇଥାନ୍ତି। କାନ୍ତା କହିଲା, ଜଗତା ନନା ଆଜି ଆମ ଘରକୁ ଆସିନଥିଲେ, ତୋତେ ଏକଥା କହିବାକୁ ମୋର କୋଉ ମନେ ପଡିଥାନ୍ତା ଯେ। ହଉ ଯା, ପୂଜା କରିନୁ ମାନେ ଏଯାଏଁ ତ ତୁ କିଛି ଖାଇନଥିବୁ। ଆମେ ପରେ କଥା ହେବା କହି ସେ ଫୋନ୍ କାଟିଦେଲା। ନିଜ ଫୋନ୍କୁ ତଳେ ଥୋଇଦେଇ ଶାନ୍ତା ଦୁଇଟି ଯାକ ପୁଡ଼ିଆକୁ ତାଟକା ହୋଇ ଚାହିଁ ରହିଲା ଢେର ବେଳ। ନିଜକୁ ପ୍ରଶ୍ନ କଲା, ତାହେଲେ ଆସିବା ଦିନଠୁ ମହାପ୍ରସାଦ କହି ସେ ଯେଉଁ ପୁଡ଼ିଆକୁ ସୌରଭକୁ ବାଣ୍ଟି ଦେବାକୁ କହୁଥିଲା ତାହା ଥିଲା ଅମୁଣିଆ ଖଜା। ଏଇଥିପାଇଁ କଣ ଗୋଟିଏ ପରେ ଗୋଟିଏ କାରଣକୁ ସାମ୍ନାକୁ ଆଣି ଅପୂଜା ଖଜାକୁ ମହାପ୍ରସାଦ ନାଁରେ ବାଣ୍ଟିବାକୁ ଦେଲା ନାହିଁ ଜଗା? ଏତେ ଦୂରରେ ରତ୍ନ ସିଂହାସନର ଗମ୍ଭୀରି ଭିତରେ ବସି ସେ ଜାଣିଦେଲା ତାକୁ ଭଲ ପାଉଥିବା ତାର ଗୋଟେ ଅକିଞ୍ଚନ ଭକ୍ତ ଅଜାଣତରେ ଏକ ବଡ଼ ଭୁଲ କରିବାକୁ ଯାଉଛି। ଭକ୍ତର ସମ୍ମାନକୁ ତଳେ ପକେଇବାକୁ ଦେବନି ବୋଲି ଶେଷ ଅସ୍ତ୍ର ଭାବରେ ସେ ଜଗତାକୁ ବି କାନ୍ତା ଘରକୁ ପଠାଇଦେଲା, ଯାହାଫଳରେ ଭୁଲି ଯାଇଥିବା କଥାଟି କାନ୍ତାର ପୁଣି ଥରେ ମନେ ପଡ଼ିଯିବ। ଆଜି ଯାଏଁ ତ ଜଗନ୍ନାଥଙ୍କର ମହିମା ବିଷୟରେ ସେ ବହୁତ କଥା ଶୁଣିଥିଲା, ଜାଣିଥିଲା ଭକ୍ତ ଡାକିଦେଲେ ଭାବ ବିନୋଦିଆ କଳା ଠାକୁର ଓ କରେ। କିନ୍ତୁ ଏମିତି ଏକ ଚମତ୍କାର ତା ନିଜ ଜୀବନରେ ଘଟିବ ଏ କଥାକୁ ସେ ଏଯାଏଁ ବିଶ୍ୱାସ କରିପାରୁନଥିଲା। ଭାବପ୍ରବଣ ହୋଇ ଦୁଇ ହାତ ଉପରକୁ ଉଠେଇ କାନ୍ଦି ଉଠିଲା ଶାନ୍ତା। ପୂଜା ଭୋଗଇଟିକୁ ମୁଣ୍ଡ ଉପରକୁ ଟେକି ନେଇ ତାକୁ ପୁଣି ମଥାରେ ଲଗାଇ କହିଲା, ହେ ଜଗନ୍ନାଥ, ତୁମେ ଆଜି ମୋର ଲାଜ ରଖିଦେଲ ପ୍ରଭୁ। ଅମୁଣିଆ ଖଜାକୁ ମହାପ୍ରସାଦ କହି ବାଣ୍ଟି ଦେଇଥିଲେ ମୋତେ କେତେ ପାପ ଲାଗିନଥାନ୍ତା ସତରେ। ଆଜିର ସାହିତ୍ୟ ପତ୍ରିକାରେ ଭଉଣୀ ଆପଣମାନେ ଶୁଣିଲେ କବି ମିନତୀ ମିଶ୍ରଙ୍କର କେତୋଟି କବିତା ଏବଂ ଗାଳ୍ପିକା।